ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଲେ ତରିବେ ବ୍ରଜନାରୀ। ସେ ବ୍ରଜ ନାରୀଙ୍କ ପୟରେ ମନ ମୋ ଥାଉ ନିରନ୍ତରେ, ମନ ମୋ ନିରନ୍ତରେ ଥାଉ। ହା କୃଷ୍ଣ ବୋଲି ଯିବ ଯାଉ, ହା କୃଷ୍ଣ ବୋଲି ଯାଉ ଯିବ, ମୋତେ ଉଦ୍ଧର ବାସୁଦେବ। ଶ୍ରୀମଦ୍ ଭାଗବତ ନବମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ। ଶ୍ରୀ ଶୁକ ଉବାଚ ନାରାୟଣ ନମସ୍କୃତ୍ୟଂ ନରୋ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତतो ଜୟମୁଦୀରୟେତ୍। మూకం కరోతి వాచాళం పంగులంఘయతే గిరి, యత్కృపాతమహం వందే పరమానందమాధవ। ଶ୍ରୀଶୁକ ଉବାଚ ସୁଦୁମ୍ନ ଶ୍ରାଦ୍ଧ ଦେବ ବଳା, ତପ କରଣେ ବନେ ଗଲା, ପଥେ ଛାଡ଼ିଲା ନିଜ ତନୁ, ତା ଶୁଣି ବୈବସ୍ୱତ ମନୁ। ଅପୁତ୍ରୀ ଭୟେ ସେଉ ଚାଟେ, ମିଳିଲା ଯମୁନାର ତଟେ, ସତେ ବରଷ ବେଦ ମତେ, ସମାଧି ବସି ଦୃଢ଼ ଚିତେ। ସନ୍ତତି ଅର୍ଥେ ସୂର୍ଯ୍ୟ ବଳା, ବିଷ୍ଣୁ ଚରଣେ ପୂଜା କଲା, ଅନେକ ମତେ ସ୍ତୁତି କରି, ତୋଷିଲା ପ୍ରଭୁ ନରହରି। ପ୍ରସନ୍ନ ହୋଇ ମହାବାହୁ, ବୋଇଲେ 10 ପୁତ୍ର ହେଉ, ଇକ୍ଷ୍ୱାକୁ ଆଦି 10 ସୁତେ, ହୋଇବେ କହୁଅଛି ତୋତେ। ସେ 10 ପୁତ୍ର ମଧ୍ୟରେ ଏକ ପୃଷଧ୍ର ନାମେ ଯେ ବିବେକ, ବଶିଷ୍ଠ ବାକ୍ୟେ ଗୋରୁ ପାଳେ, ରାତ୍ର ଦିବସେ ସେ ନିଶ୍ଚଳେ। ହେମନ୍ତ କେତେ ଦିନ ରାତ୍ରେ ମେଘ ଅନ୍ଧାର ବୃଷ୍ଟିପାତେ, ଜନ୍ତୁଙ୍କ ଘୋର ନିଦ୍ରା କାଳେ, ଶାର୍ଦୂଳ ମିଳିଲା ଗୋକୁଳେ। ଆଘ୍ରାଣେ ତାର ବାସ ପାଇ, ଭୟେ ଉଠିଲେ ସର୍ବଗାଇ, ଭ୍ରମନ୍ତି ଇତସ୍ତତ ହୋଇ, ବ୍ୟାଘ୍ର ଧଇଲା ଏକ ଗାଈ। ବେଗେ ଆକର୍ଷି ନଖ ଗାଡ଼େ, ପୁଣି ଆକର୍ଷି ପୁଣି ଛାଡ଼େ, ସେ ଗୋରୁ ଭୟେ ରାବ ଦେଲା, ତା ଶୁଣି ଉଠି ମନୁ ବଳା। ତୀକ୍ଷ୍ଣ ଖଡ଼ଗ ହସ୍ତେ ଘେନି, ନିବିଡ଼ ଅନ୍ଧାର ରଜନୀ, ବୃଷ ଯେ ଗୋଷ୍ଠେ ଥିଲା ଶୋଇ, ଅନ୍ଧାରେ ବାରି ନ ପାରଇ। ଶାର୍ଦୂଳ ବୋଲି ତାର ଶିର, ଛେଦିଲା ମନୁର କୁମର, ଖଡ଼ଗ ଶିଖା ବ୍ୟାଘ୍ର ଶିରେ, ଅଳ୍ପ ବାଜିଲା ତୀକ୍ଷ୍ଣ ଧାରେ। ବ୍ୟାଘ୍ରର ଶିର ହୋଇ କ୍ଷତ, ପଥରେ ସ୍ରବିଲା ରକତ, ପୃଷଧ୍ର ଜାଣେ ବ୍ୟାଘ୍ର ମଲା, ହେମନ୍ତେ ରଜନୀ ପାହିଲା। ବୃଷ ମରଣ କଥା ଶୁଣି, ବଶିଷ୍ଠ କୋପେ ଶୀଘ୍ର ପୁଣି, ମିଳିଲେ ପୃଷଧ ସମୀପେ, ତାହାକୁ ଶାପ ଦେଲେ କୋପେ। ତୁ ଯେ ବୋଲାଉ କ୍ଷତ୍ରି ଦେହ, ଏବେ ତୁ କର୍ମେ ଶୂଦ୍ର ହୁଅ, ଏମନ୍ତେ ଗୁରୁ ଶାପ ପାଇ, କପାଳେ କରାଞ୍ଜଳି ଦେଇ।
ଗୁରୁଙ୍କ ବ୍ରତ ଶିକ୍ଷା ଧରି ଅଧୋବଦନେ ତପ କରି ବିଷ୍ଣୁର ଚରଣ କମଳେ ସମାଧି ବସି ଯୋଗ ବଳେ ଆତ୍ମାକୁ ଭାବି ଏକାଏକେ ସକଳ ଭୂତେ ହରି ଦେଖେ ନିଗ୍ରହ କରି ଇନ୍ଦ୍ରିଗଣ ଅସଙ୍ଗେ ପବନ ଧାରଣ ଯେବା ମିଳଇ ଯେତେବେଳେ ସେ ଭିକ୍ଷା କରେ ସାୟଂକାଳେ ଶରୀର ଆତ୍ମାର ସଂଯୁତେ ଜଡ଼ାର୍ଦ୍ଧ ବଧିରଙ୍କ ମହତେ ଭୂମି କରଇ ପର୍ଯ୍ୟଟନ ଏମନ୍ତେ ଗଲା କେତେ ଦିନ ଏଅନ୍ତେ ଗଲା ଗ୍ରୀଷ୍ମକାଳ ପବନ ଯୋଗେ ଦାବାନଳ ସେ ଅଗ୍ନି ମଧ୍ୟରେ ଦେହ ଦେଲା ତକ୍ଷଣେ ଗୋବିନ୍ଦେ ପଶିଲା ତା ଦେଖି ତାର ସାନ ଭାଇ ବିଷୟା ରୋଷେନ ରହଇ ରାଜେନି ୟୋଜି ବନ୍ଧୁ ମେଳେ ପଶିଲା ଅରଣ୍ୟ ଗହଳେ ନିରତେ ନାରାୟଣ ପାଦେ ଭକତି କଲା ଅପ୍ରମାଦେ ଅନ୍ତେ ପଶିଲା ଦେହରି ଦେହେ କିଶୋର ବୟସେ ବିମୋହେ କରୁଷ ତହୁଁ ଯେତେ ସୁତ ରାଜା ହୋଇଲେ ବଳବନ୍ତ ସ୍ୱଭାବେ ବ୍ରାହ୍ମଣ ଧାର୍ମିକ ନିରତେ ବିଷ୍ଣୁର ସେବକ ଉତ୍ତର ପଥେ ହେଲେ ରାଜା ଧର୍ମେ ପାଳିଲେ ଜନ ପ୍ରଜା ଧୃଷ୍ଟରୁ ଧ୍ରାଷ୍ଟ କ୍ଷତ୍ରି ହୁଏ ସେନ ପଡ଼ଇ ମାୟା ମୋହେ ନିରତେ ଭାବ ଜ୍ଞାନ ଜାଣି ପୂଜିଲେ ପ୍ରଭୁ ଚକ୍ରପାଣି ହରି ଭକତି ଭାବ ବଳେ ବସିଲେ ସମାଧି ନିଶ୍ଚଳେ ନୃଗର ପୁତ୍ର ଯେ ସୁମତି ସୁମତି ପୁତ୍ର ଭୂତ ଜ୍ୟୋତି ବସୁ ଯେ ତାହାର ସନ୍ତତି ସ୍ୱଧର୍ମେ ପାଳଇ ଯେ କ୍ଷିତି ପ୍ରତୀକ ବସୁ ତହୁଁ ଜାତ ଓଘବାନ ନାମେ ତା ସୁତ ତାହାର କନ୍ୟା ଓଘବତୀ ସୁଦର୍ଶନ ତାର ପତି ଯେ ନରିଷ୍ୟନ୍ତର ନନ୍ଦନ ତାହାର ନାମ ଚିତ୍ରସେନ ଚିତ୍ରସେନର ପୁତ୍ର ରୁକ୍ଷ ତହୁଁ ମା ମିଳବାନ ପ୍ରତ୍ୟକ୍ଷ ତାହାର ପୁତ୍ର ହୁଏ ପୂର୍ଣ୍ଣ ପୂର୍ଣ୍ଣର ପୁତ୍ର ଇନ୍ଦ୍ରସେନ ବିତିହୋତ୍ର ତାହାର ସୁତ ତା ତହୁଁ ସତ୍ୟଶ୍ରବା ଜାତ ଉରୁଶ୍ରବା ତାର ନନ୍ଦନ ତା ତହୁଁ ଦେବଦତ୍ତ ଜନ୍ମ ଅଗ୍ନିବେଶ୍ୟା ନାମରେ ଖ୍ୟାତ ସାକ୍ଷାତ ଅଗ୍ନିଜାର ପୁତ୍ର କାମିନୀ ଜାତୁ କର୍ମ ନାମେ ସେ ପୁଣି ବିଖ୍ୟାତ ଭୁବନେ ତା ତହୁଁ ଅଗ୍ନିବେଶ୍ୟାୟନ ବ୍ରାହ୍ମଣ ବଂଶ ଉତ୍ପନ୍ନ ନିରସ୍ୟନ୍ତର ବଂଶମାନ ସମସ୍ତ ଶୁଣିଲେ ରାଜନ ରିଷ୍ଟବଂଶର ଉପାଖ୍ୟାନ ଶ୍ରବଣ କର ହେ ରାଜନ ନାଭାଗ ନାମେ ଦିଷ୍ଟ ସୁତ କର୍ମେ ସେ ବେଶ୍ୟା ଜାତି ପ୍ରାପ୍ତ ତାହାର ସୁତ ନନ୍ଦନ ବଶ୍ୟ ପ୍ରୀତି ତାର ନନ୍ଦନ ପ୍ରାଂଶୁ ତାହାର ପୁତ୍ର ଖ୍ୟାତ ପ୍ରମତି ତା ତହୁଁ ସମ୍ଭୂତ ପ୍ରମତି ତନୟ ଖନିତ ଚାକ୍ଷୁଷ ହୁଏ ତାର ସୁତ ତାର ତନୟ ବିଂଶତତି ରମ୍ଭ ଯେ ତାହାର ସନ୍ତତି ରମ୍ଭର ପୁତ୍ର ନଖନି ନେତ୍ର ପରମ ଧାର୍ମିକ ସେ ଖ୍ୟାତ ତାହାର ସୁତ କରନ୍ଦମ ତା ତହୁଁ ଅବିକ୍ଷତ ଜନ୍ମ ମରୁତ ତାହାର ସନ୍ତତି ସେ ଭୂମି ମଧ୍ୟରେ ଚକ୍ରବର୍ତ୍ତୀ ଅଙ୍ଗିରା କୁଶ କେତୁ ବଳା ତାହାର ଗୃହେ ଯଜ୍ଞ କଲା
से यज्ञे सर्वे देव आसी नित्य यज्ञ को परशंसी बोलती यज्ञ वस्तु चाही एमंते देखिला तो नाही हिरण्यमय वस्तु देखी रस भोजने होई सुखी इंद्र मातिले होम खाई विप्रे मातिले दान पाई सारस भारे विश्वदेवा पितृसहिते पाई सेवा मरुत पुत्र दमनामे जगत रूप देखे सहमे राजवर्धन ता नंदन ता सुत धृति अनुपम धृति कुमार सौधृति ता विर्जुनर उत्पत्ति केवल तार तहु जात जावंशे दुंदुमान ख्यात तार कुमार बेगवान ता तहु बुध हेला जन्म तार तनुज तृण बिंदु जा रूपे पटांतर इंदु ताहार पत्नी कलम्बुसा अप्सरा गणे रूप शेषा ता गर्भे होई ध्रुमाक्ष नामे तार सुत तहु संयम हुए जात संयम तहु सहदेव अपर कृशाश्व संभव कृशाश्व पुत्र सोमदत्त ताहार लीले जन प्रजा जे जस कीर्ति निज धन सकल गुणे संपादन एमंते कहिबि मुकेते शुण राजन एक चिते वंशानुचरित विधि जार स्मरणे सर्वसिद्धि जेहा शुणन्ति गुणन्ति अपुत्री सुपुत्र लभन्ति कमला रहे ता भुवने जस बढ़ई दिने दिने बोलई दास जगन्नाथ नवम स्कंदे भागवत सुजने शुण एक चिते संसारु तरिब जे मन्ते इति श्रीमद्भागवते महापुराणे पारमहंस्यां संहितायां 82 नवमस्कन्धे वंशानुचरिते नाम द्वितीयोऽध्याय भीमस्यापि रणभङ्गो मुनेरभिमतिभ्रमं जति शुद्धं वा मम दोष न विद्यते।